ମୁଁ ସୁଚନ୍ଦ୍ର କୁମାର ମହାନ୍ତି, ରାଜ୍ୟ ସଭାପତି, ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ। ଆଜି ନବରଙ୍ଗପୁର ଜିଲ୍ଲାର ବାର୍ଷିକ ସମ୍ମିଳନୀ ଥିଲା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଥିଲା। ଏଥିରେ ମୁଁ ଯୋଗ ଦେଇଥିଲି ଏବଂ ଆମର ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଯୋଗ ଦେଇଥିଲେ, ଆମର ସାଧାରଣ ସମ୍ପାଦକ ମହୋଦୟ ଯୋଗ ଦେଇଥିଲେ। ତେଣୁ ବିଭିନ୍ନ ଦାବି ଆମେ ସରକାରଙ୍କ ନିକଟରେ ଉପସ୍ଥାପନ କରୁଛୁ। ମୁଖ୍ୟତଃ ଦାବି ରହିଲା ଆମର ରାଜସ୍ୱ ପରିଦର୍ଶକ ତାଙ୍କର ଡେଜିଗ୍ନେସନ୍ ଚେଞ୍ଜ କରି ଆମର ଡେପୁଟି ତହସିଲଦାର କରାଯାଉ ଏବଂ ଦ୍ୱିତୀୟ ଦାବି ରହିଲା ଆମର ARI ମାନଙ୍କର କ୍ୱାଲିଫିକେସନ୍ +2 ଅଛି, ତାକୁ +3 କରାଯାଉ, ଗ୍ରାଜୁଏସନ୍ କରାଯାଉ ଏବଂ ଆଉ ଫାଇନାନ୍ସିଆଲ ତାଙ୍କର 2400 ଗ୍ରେଡ୍ ପେ ଅନୁଯାୟୀ ଦିଆଯାଉ ଦରମା। ତେଣୁ ଏହିସବୁ ଦାବି ଆମେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ପୂର୍ବରୁ ଦେଇଥିଲୁ ଏବଂ ଏବେ ମଧ୍ୟ ଆପଣମାନଙ୍କ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛୁ ଯେ ଆପଣମାନଙ୍କର ସମସ୍ତ କାର୍ଯ୍ୟ ଏହି ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନେ କରନ୍ତି। ସମସ୍ତ କାର୍ଯ୍ୟ ଯେଉଁମାନେ ବାତ୍ୟା ହେଉ, ବନ୍ୟା ହେଉ, ଘରପୋଡ଼ି ହେଉ, ଯାହା ବି ହେଉ, ସବୁ ମୁଖ୍ୟମନ୍ତ୍ରୀଙ୍କର ଯାହା ବି ସହାୟତା ଲୋକଙ୍କ ପାଖରେ ପହଞ୍ଚେ କେବଳ ଏହି ରାଜସ୍ୱ କ୍ଷେତ୍ର କର୍ମଚାରୀ ମାନଙ୍କ ଦ୍ୱାରା ପହଞ୍ଚେ ଏବଂ ଆମେ ସେଇ ସ୍ୱାଭିମାନର ସହିତ ଆମେ କାର୍ଯ୍ୟ କରିଚାଲିଛୁ ଏବଂ ସରକାରଙ୍କ କାର୍ଯ୍ୟ ଭଲ ଭାବରେ କରିବୁ। ଆହୁରି ଭଲ ଭାବରେ ସରକାରଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଲୋକଙ୍କ ସେବା ଦିଆଯିବ ଏବଂ ସରକାରଙ୍କୁ ଅନୁରୋଧ କରୁଛୁ ଆପଣମାନଙ୍କ ମାଧ୍ୟମରେ ଆମର ପିଲାମାନଙ୍କର ଦାବି ଠିକ୍ରେ ଗ୍ରହଣ କଲେ ଏବଂ ପୂରଣ କଲେ ଆମେମାନେ ଉପକୃତ ହେବୁ। ମିଶନ ସ୍ୱାଭିମାନ ରହିଛି ଏଇଥିପାଇଁ ଯେ ମୁଁ ଆମର ସଂଘର ସମସ୍ତ ମେମ୍ବର 9000 ମେମ୍ବରଙ୍କୁ ମୁଁ ଅନୁରୋଧ କରୁଛି ଜିଲ୍ଲା ବୁଲିକି ଯେ ଆପଣମାନଙ୍କୁ ସରକାର ଯେତିକି ଦରମା ଦେଉଛନ୍ତି ସେତିକିରେ ଇଏ କରନ୍ତୁ। ଉତ୍କୋଚ କୌଣସି ଗ୍ରହଣ କରନ୍ତୁ ନାହିଁ। ଉତ୍କୋଚ ଗ୍ରହଣ କରି ନିଜର ସ୍ୱାଭିମାନକୁ ନଷ୍ଟ କରୁଛନ୍ତି ଏବଂ ସଂଘର ସ୍ୱାଭିମାନକୁ ନଷ୍ଟ କରୁଛନ୍ତି। ତେଣୁ ଆମର ପିଲାମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଆମେ ମିଶନ ସ୍ୱାଭିମାନ ଷ୍ଟାର୍ଟ କରିଛୁ।